नमस्कार दर्शक बंधु ओडिशार समस्त छात्र छात्री माने जो माने कि ओडिशा आदर्श विद्यालय रे पढ़िया पई चाहुथिले सेमाननको पई शेष सुযোଗ रहिछि। तेबे ओडिशा आदर्श विद्यालय तरफरु एप्लाय चलीथिला तेबे यार लास्ट डेट मध्ये घोषणा होइथिला। तेबे सरकारଙ୍କ तरफरु यार ऑनलाइन आवेदन प्रक्रिया को घुंचेई दिया जाइछि अर्थात 27 नवेम्बर 2024 पर्यंत आपण माने एप्लाय करि परिबे। तेबे राज्यर जो गरीब मेधावी छात्र छात्री माने आर्थिक अभावରୁ पाठ पढ़ाରୁ वंचित होउचंती तेबे सेमानଙ୍କର बापा माँ ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ପିଲାମାନଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ କରିନିଅନ୍ତୁ। ଦେଖନ୍ତୁ ଏଥିରେ ଆବଶ୍ୟକ ଡକୁମେଣ୍ଟ କହିବାକୁ ଗଲେ ଆପଣମାନଙ୍କର ପିଲାଙ୍କର ଆଧାର କାର୍ଡ଼, ବାପା ମାଆଙ୍କର ଇନକମ୍ ସାର୍ଟିଫିକେଟ୍, ରେସିଡେନ୍ସ ସାର୍ଟିଫିକେଟ୍, ବ୍ୟାଙ୍କ ପାସ୍ ବହି ଆବଶ୍ୟକ ଏବଂ ପିଲାର ପୂର୍ବ ବର୍ଷର ମାର୍କସିଟ୍ ଆବଶ୍ୟକ। ଏଥିରେ ଷଷ୍ଠରୁ ନବମ ଶ୍ରେଣୀ ପିଲା ପର୍ଯ୍ୟନ୍ତ ଏପ୍ଲାଏ କରିପାରିବେ। ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଆପଣମାନେ ଏପ୍ଲାଏ କରିପାରିବେ। ଦେଖନ୍ତୁ ଏପ୍ଲାଏ କରିସାରିଲା ପରେ ଆପଣମାନଙ୍କ ପାଇଁ ଏକ ଏଣ୍ଟ୍ରାନ୍ସ ଏକ୍ଜାମ୍ ହେବ, ଯେଉଁଟାକି OMR ବେସ୍ଡ ଏକ୍ଜାମ୍ ହେବ। ଆପଣମାନେ ଯଦି ସିଲେକ୍ସନ୍ ହେଉଛନ୍ତି ଏଣ୍ଟ୍ରାନ୍ସ ଏକ୍ଜାମ୍ ପରେ ତେବେ ଆପଣମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢ଼ିପାରନ୍ତି କିମ୍ବା ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟରେ ଆପଣମାନେ ପଢ଼ିପାରନ୍ତି। ତେବେ ଏଠାରେ ଆପଣମାନଙ୍କୁ ହଷ୍ଟେଲର ସୁବିଧା ସହିତ ଆପଣମାନଙ୍କ ପାଇଁ ଷ୍ଟାଇପେଣ୍ଡର ବ୍ୟବସ୍ଥା ଏବଂ ଆପଣଙ୍କର ହାତରୁ ଟଙ୍କାଟେ ଖର୍ଚ୍ଚ ହେବ ନାହିଁ। ସରକାରଙ୍କ ତରଫରୁ ସବୁକିଛି ବହନ କରାଯିବ। ତେବେ ରାଜ୍ୟର ଯେଉଁ ଛାତ୍ରଛାତ୍ରୀମାନେ ଅଛନ୍ତି ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସେମାନଙ୍କ ବାପା ମା ଯଦି ଭିଡ଼ିଓଟି ଦେଖୁଥିବେ ତେବେ ଆପଣମାନେ ଆପଣଙ୍କ ପିଲାଙ୍କ ପାଇଁ ଏପ୍ଲାଏ କରିନେବେ। ଦେଖନ୍ତୁ ଛାତ୍ରଛାତ୍ରୀମାନଙ୍କ ପାଇଁ କ'ଣ କ'ଣ ସବୁ ଫ୍ୟାସିଲିଟି ରହିଛି। 313 ବ୍ଲକରେ 314ଟି ଆଦର୍ଶ ବିଦ୍ୟାଳୟ ଆମର ରହିଛି ଓଡ଼ିଶାରେ। ଓଡ଼ିଶା ମାଇନିଂ କର୍ପୋରେସନ୍ ବା ମାଇନିଂ ଅଞ୍ଚଳରେ 5ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ମଧ୍ୟ ରହିଛି ଓଡ଼ିଶାରେ। ଏଥିରେ ଆପଣମାନଙ୍କର CBSE ଢାଞ୍ଚାରେ ପାଠ୍ୟକ୍ରମ ମାନେ କେନ୍ଦ୍ରୀୟ ଢାଞ୍ଚାରେ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ହେଉଛି। 50% ସ୍ଥାନ ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ। ଦେଖନ୍ତୁ ମୋଟ ସିଟ୍ର 50% କେବଳ ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିଥାଏ। 137 ଆଦର୍ଶ ବିଦ୍ୟାଳୟରେ ଛାତ୍ରୀ ନିବାସ କାର୍ଯ୍ୟକ୍ଷମ ରହିଛି। ତେବେ ଦେଖନ୍ତୁ ରାଜ୍ୟର ସର୍ବମୋଟ 314ଟି ଆଦର୍ଶ ବିଦ୍ୟାଳୟରୁ 137ଟି ଆଦର୍ଶ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ମାଗଣାରେ ଛାତ୍ରୀ ନିବାସ ଆପଣମାନଙ୍କ ପାଇଁ ରହିଛି, ସେଠାରେ ରହିବେ। ଯେମିତି ଆବାସିକ ବିଦ୍ୟାଳୟରେ ଆପଣମାନେ ହଷ୍ଟେଲରେ ରହି ଯେମିତି ପାଠ ପଢ଼ନ୍ତି, ଏଠାରେ ସମ୍ପୂର୍ଣ୍ଣ ଆପଣମାନଙ୍କର ରହିବା ଖାଇବା ସମ୍ପୂର୍ଣ୍ଣ ମାଗଣା, ଆପଣମାନେ କେବଳ ପାଠ ପଢ଼ିବେ। ପ୍ରଶିକ୍ଷିତ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଏଠାରେ ଶିକ୍ଷାଦାନ କରାଯାଏ। ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରାଯାଏ। ଆପଣମାନେ ଜାଣିଥିବେ ଯେ ନବୋଦୟ ବିଦ୍ୟାଳୟରେ ଯେମିତି ଆପଣମାନଙ୍କର ସବୁ ପ୍ରକାର ପ୍ରତିଭାକୁ ଗୁରୁତ୍ୱ ଦେଇ ଆପଣମାନେ ଯେଉଁ ପ୍ରକାର ପ୍ରତିଭାରେ ରୁଚି ରଖିଥିବେ, ଆପଣମାନେ ଗୀତରେ ରଖିଥିଲେ ଗୀତ ପ୍ରତି ଆପଣମାନଙ୍କୁ ଧ୍ୟାନ ଦେବା ପାଇଁ ଅଧିକ ସୁଯୋଗ ମିଳିବ। ଆପଣମାନେ ଯଦି ନାଚରେ ତ ଏଇଭଳି ଆପଣମାନେ ଯେକୌଣସି ପ୍ରତିଭାରେ ଆପଣମାନେ ପାରଦର୍ଶିତା ଥିଲେ ଆପଣମାନଙ୍କୁ ସେଠାରେ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମଧ୍ୟ ମିଳିବ। ତେବେ ସବିଶେଷ ବିବରଣୀ ପାଇଁ ଆପଣମାନେ www.oav.edu.in ରେ ଆପଣମାନେ ୱେବସାଇଟକୁ ଭିଜିଟ୍ କରି ଆପଣମାନେ ଜାଣିପାରିବେ। ତେବେ ଏହାର ଅନଲାଇନ୍ ପଞ୍ଜୀକରଣ ଡେଟ୍ଟି ବଢ଼ିଯାଇଛି। ତେବେ ଯେଉଁମାନେ ଏପ୍ଲାଏ କରିନାହାନ୍ତି ଏପ୍ଲାଏ କରିଦେବେ। ଏଇଟା ଆପଣମାନଙ୍କ ପାଇଁ ଥିଲା ଇନଫର୍ମେସନ୍। ତେବେ ଆପଣଙ୍କୁ ଯଦି ମୋର ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିବ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ, ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଅଲ୍ରେ ସେଟ୍ କରିଦେବେ। ଧନ୍ୟବାଦ, ଜୟ ଜଗନ୍ନାଥ। ଏବଂ ଶେଷରେ ଆଉ ଗୋଟିଏ କଥା କହି ରଖୁଛି, ପୂର୍ବରୁ ଯେଉଁମାନେ ଏପ୍ଲାଏ କରୁଥିଲେ ସେମାନେ ଅନଲାଇନ୍ରୁ ଏକ ଫର୍ମଟି ବାହାର କରି ପ୍ରଥମେ ବିଦ୍ୟାଳୟକୁ ନେଇଯାଉଥିଲେ। ବିଦ୍ୟାଳୟରୁ ଫର୍ମ ଫିଲ୍ଅପ୍ କରି ଆବଶ୍ୟକ ଡକୁମେଣ୍ଟ ସହିତ ଅନଲାଇନ୍ରେ ଆବେଦନ କରୁଥିଲେ। ତେବେ ବର୍ତ୍ତମାନ ଅନଲାଇନ୍ରେ ମଧ୍ୟ ପୁରା ଡାଇରେକ୍ଟ ଆବେଦନ ହୋଇପାରୁଛି। ତଥାପି ଆପଣମାନେ ବିଦ୍ୟାଳୟରୁ ଟିକିଏ ଭଲସେ ବୁଝିନେବେ। ତେବେ ଏଇଟା ଥିଲା ଆପଣମାନଙ୍କ ପାଇଁ ଇନଫର୍ମେସନ୍। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିବ।